6 ମାସର ଛୁଆ ଜନ୍ମ କରିବୁ ନା ଭଲ ତମେ ଦୁନିଆ ବିଷୟରେ ଆଉ କିଛି ଜାଣିନ ବୋଧେ କଣ ଆଗରୁ 10 ମାସ 10 ଦିନରେ ଛୁଆ ହଉଥିଲା ତାପରେ 9 ମାସରେ ତାପରେ 6 ମାସରେ ଟଙ୍କା ଯୋଉ ଭଳିଆ ବିକଳି ଆଉଛନ୍ତି ମାସେକେ ଛୁଆ କରିଦେବେ ମାସକ ରହୁ 6 ମାସ ରହୁ ବର୍ଷକ ରହୁ 3 ବର୍ଷ ରହୁ ଯା ତୁ ମୋ ଘରକୁ ଆଛୁ କଣ ପାଇଁ କହ ଛୁଆ ଜନ୍ମ କରିବାକୁ ମୋ ଘରକୁ ଆଇଛୁ ଛୁଆ ଜନ୍ମ କରିବା ପାଇଁ ତମ ଘରକୁ ଆସିନଥିଲେ ଆଉ କୁଆଡେ ଯାଇଥାନ୍ତି କାଇଁ ହେଇ ଶୁଣ ନା 102 ଆମ୍ବୁଲାନ୍ସରେ ମୁଁ ମେଡିକାଲ ଯାଇଥିଲି ହଉ ଡାକ୍ତର ଦେଖିକି କହିଲେ ଆଗ ତମ ସ୍ୱାମୀଙ୍କ ଆଧାର କାର୍ଡ ଆଉ ଟଙ୍କା 2 ଲକ୍ଷ ଦେଲେ ଯାଇ ଡେଲିଭରି ହବ ଦେଇଦେଲୁ ଟଙ୍କା 2 ଲକ୍ଷ ଦେଇଦେଇଥାନ୍ତୁ ଡେଲିଭରି ହେଇଯାଇଥାନ୍ତା ତୁ ମୋ ଘରକୁ ଆଛୁ କଣ ପାଇଁ ବୋଲା ମୋ ପାଖରେ ଥିଲେ ସିନା ଦେଇଥାନ୍ତି ମୋ ପା ନବାକୁ ଆଇଛି ତାମାନେ କଣ ମୁଁ ଟଙ୍କା ଦେବି ଆଉ ତମେ ଦେବନି ଆଉ କିଏ ଦବ ତମେ ପା ମୋ ପିଲାଙ୍କ ବାପା କଣ ମୁଁ ତ ପିଲାର ବାପା ଆଉ ତମେ ନା କଣ ପାଣ୍ଡିଆ ଉଲ୍ଟା କଥାବାର୍ତ୍ତା କରିବୁ ଆଲୋ ତୁ ତ ମୋ ସ୍ତ୍ରୀ ନୁହଁ ମୁଁ ତ ସ୍ୱାମୀ ନୁହଁ ମୁଁ କେମିତି ତ ପିଲାର ବାପା ହେଲି 3 ଥର ରେପ୍ କରିଥିଲ ଯେମିତି ପିଲାଙ୍କ ବାପା ହେଲେ ସେମିତି ହେଇଟି ତମେ ଯୋଉ ମତେ 3 ଥର କେରକେରା ରେପ୍ କରିଦେଇଥିଲ ୟା ଭିତରେ ପିଲା ରହିଯାଇଛି ଡାକ୍ତର ଅଲ୍ଟ୍ରାସାଉଣ୍ଡ କରିକି ଦେଖିଲେ କଣ କହିଲେ ଜାଣିଛ କଣ କହିଲେ ଶୁଣିଲେ ତମେ ଭାରି ଖୁସି ହବ ମୋ ପେଟରେ କୁଆଡେ 6ଟା ଛୁଆ ତୁ ମଣିଷ ନା ମାଇକୁ ଦେବେ ଡାକ୍ତର ଯାହା କହିଲେ ନା ସେ କହିଲେ ଯୋଉ ଥରେ ରେପ୍ କରିଥିଲା 2ଟା ଛୁଆ 3 ଥରକେ 3 ଦୁଗୁଣେ 6ଟା ଛୁଆ ମୋ ଡେଲିଭରି ଟାଇମ୍ ହେଇଗଲାଣି ଶୀଘ୍ର ଦିଅ ନହେଲେ ତମରି ଘରେ ଗଳେଇ ପକେଇବି କହୁଲା ଜମା ସେମିତି ଉଲ୍ଟା କଥାବାର୍ତ୍ତା କରୁନା ସେଦିନ ତୁ ମହାବତ୍ୟା ବେଳେ ଆସିଲୁ ବୁଝିପାରିଲୁ ନା ମୋଠୁ 5 ଲକ୍ଷ ଟଙ୍କା ନେଇକି ଗଲୁ ଆଜି କଣ ଭୂମିକମ୍ପ ଭଳିଆ ମାରି ଆସିକି କହୁଛୁ ଟଙ୍କା 2 ଲକ୍ଷ ଦିଅ ସେଦିନ ପଛ ଖୋଲିକି ଆସିଥିଲୁ ଆଜି କଣ ଆଗ ଖୋଲିକି ଆସିଛୁ ଟଙ୍କାଟା କେମିତି ବାହାର କରୁ ବୋଲା ସେଦିନ ମୋ ଦେହ କଣ ହେଇଯାଉଛି ସେଦିନ ରେପ୍ କରିଥିଲେ 5 ଲକ୍ଷ ଦେଇଥିଲ ଆଜି ପିଲା ଜନ୍ମ ହବ 2 ଲକ୍ଷ ଦବ ଶୀଘ୍ର ଦିଅ ଆଉ ଡେରି କରନ୍ତୁ ନହେଲେ ତ ମୋ ଦେହ କଣ ହେଇଯାଉଛି ନହେଲେ ଏଇଠି ତମର ନହେଲେ ଶାବଳ ଥବ ଆଣଗୁଡ଼ା ପୋତି ଦେବି ତାକୁ ଧରି ଗୁନ୍ଥେଇକିରି ଗଳେଇ ପକେଇ କହୁନ ଜମା ସେମିତି ହନା କହିଦେ ଉଲ୍ଟା କଥାବାର୍ତ୍ତା କରିବୁନି ବାହାର ମୋ ଘରୁ ବାହାର କହୁନ ମଣିଷ ହଡରା ପଡିଲା ଏ ଷଣ୍ଢ ମାଇଲେ ବୋଲି ଷଣ୍ଢକୁ ମାଇଲେ ବୋଲି କଣ କରିବି ନା ୟାକୁ ନେଇଯାଉଛି ମୋ ଗାଈ ଗୁହାଳରେ ବାନ୍ଧିଦେବି ସେଇଠି ସେ ଛୁଆ ଜନ୍ମକୁ ଯାହା ଭଲ ମୋ ସାମ୍ନାରେ ତୁ ନାରୀ ଉପରକୁ ହାତ ଉଠେଇବୁ ଦେଖୁଛୁ ରଣ ବାଡି ବାହାର କରିବି ତ ଛାଡ଼ ଆପଣ କିଛି ବୁଝୁନାହାନ୍ତି ଶୁଣୁନାହାନ୍ତି ଆସି ପଡି କାଲି ଯାଞ୍ଚ କରିଦଉଛନ୍ତି ମାଇଲେ ଯେ ଏମିତି ମାଡ଼ ମାଇଲେ ମୋ ନିଶା ଛାଡ଼ିଗଲା ଆଚ୍ଛା ମ୍ୟାଡ଼ାମ୍ ଆପଣ ତ ପୁଲିସ ବାଲା ଆପଣଙ୍କ ପାଖରେ ସିଜ୍ ମାଲ୍ ଥିବ ଗୋଟେ ନିବି ଦଉନାହାନ୍ତି ମଦ ପିଇବୁ ତୁ ସେ ସ୍ତ୍ରୀ ଲୋକ ମାଥୁରୁ କାହିଁକି ସିଏ କହୁଛୁ ମୋ ଘରେ ଛୁଆ ଜନ୍ମ କରିବୁ ତମ ଘରେ କରିବି ଆଉ କୋଉଠି କରିଥାନ୍ତି ଆପଣ ନିରାକାରକୁ ଖାଇବା ହଉଥିଲେ ଛୁଆ କରିବି ତମେ ଏଠି କଣ କରୁଛ ତମର କଣ ଆଗ ଖୋଲିଛି ପୁରା ଗଣେଶ ମାର୍କା କଥା କଣ ବୋଲା ତମେ କିଛି ଜାଣିପାରୁନ ବୋଧେ ଇଏ ଯୋଉ 3 ଥର ରେପ୍ କରିଦେଇଥିଲେ ଇଏ ପାତା ପାଚେଲା ଫଳ ମୋଲା ୟା ଭିତରେ 6ଟା ଛୁଆ ଡାକ୍ତର କହିଲେ ଥରେ ରେପ୍ କଲେ 2ଟା ଛୁଆ ଆଉ 3 ଥରକେ 3 ଦୁଗୁଣେ 6ଟା ଛୁଆ ମ୍ୟାଡାମ୍ ମୋର ପେନ୍ ଆରମ୍ଭ ହେଇଗଲାଣି ଗଳେଇ ଦେବି ଆର ପକେଇ ବୁଢ଼ା ଆଗରେ ଠିଆ ନହେଲେ ଏଇଠି ଗଳେଇ ଦେବି ବୋଉଲ ଡାକ୍ତର କଣ ମିଛ କହିବେ ଆରେ ଶଳା ପାଣ୍ଡିଆ ବୁଢ଼ା ଓଡ଼ିଶାକୁ ସାଇଲୁ ଘରେ ଘରେ ମହିଳାକୁ ବି ମାଇନୁ ଆଚ୍ଛା ଏ ତମ ମାରୁଥିଲା କାହିଁକି କହିଲି ଡାକ୍ତରଖାନା ଯାଇଥିଲି ଡାକ୍ତର କହିଲେ ଡେଲିଭରି ପାଇଁ 2 ଲକ୍ଷ ଟଙ୍କା ହେଲେ ଯାଇ ଡେଲିଭରି ହବ ମୁଁ ଆସି ବୁଢ଼ାକୁ ମାଗିବାରୁ ବାଡ଼ି ପୋଷା ମତେ ମାରୁଛି ଆଉ କଣ କହୁଛି ଜାଣିଛ ଏ ଅବସ୍ଥାରେ ପୁଣି ମାରି କହୁଛି ରେପ୍ କରିବାକୁ ଆପଣ କହିଲେ ମୁଁ ଆପଣ
प्रत्येक दिन केजी लेखाई खाइबा ଆଉ कौन बुझिलु 400 टका आनी पुरा नाही जानिछु एक केस पानी 3rd डिग्री अप्लाई करी 11 वर्ष जेल जरिमाना बाबत 4 लाख आनी पुरा नाही समाई ଏକାଥରେ ଏତେ ବଡ଼ ଜରିମାନା? जरिमाना 4 लाख सरकार मो पाखु 400 टका ଯା ମୁଁ କେଶର ଖାଇଲେ ମୋ ଛୁଆ ମାନେ ଗୋରା ହେବେ ସେଉଳ एवढं काय ଏ ଶଳା ମଦ ନିଶାରେ କିଛି ଜାଣିପାରୁନି ଅନେଇଲୁ ଶଳା କୋଉ କାଇଦାରେ ଆମକୁ ଚାକିରିରୁ ବାହାର କରିଦେଲା କେତେ କଷ୍ଟରେ ଆମେ ଚାକିରି କରିକି ମେଡ଼ିକାଲରେ ପରିବାର ପୋଷୁଥିଲି ଶଳା 5 ଲକ୍ଷ ଦେଲା ତାପରେ ଆଜି 2 ଲକ୍ଷ 7 ଲକ୍ଷ ଶୁଣୁ ଏଇ ଯୋଉ 2 ଲକ୍ଷ ଟଙ୍କା ଦେବନି ତାକୁ ନେଇ ସିଧା ଗାଁକୁ ପଳେଇବା ତୋ ପାଇଁ ଗୋଟେ ବିୟୁଟି ପାର୍ଲର ଖୋଲିଦେବି ତୁ ଖାଲି ଟୋକାଙ୍କ ବାଳ କଚ 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 କରି କାଟିବୁ ଗଞ୍ଜା କଟ ବଉଲା ମ୍ୟାଡ଼ାମ 1,90,000 ଅଛି ଆଉ 10,000 ସୁବିଧା କରି ଦେଇଦେବି। हां हो चलिबो ए 11 टका धर चल ଦିଅ ଏଇଠି ମେଡ଼ିକାଲ ଆଡ଼େ ଆସିବ କେତେଟା ସିଗ୍ନେଚର କଲେ କ'ଣ ସେ ଯେଉଁ 1400 ଟଙ୍କା ଲାଗେ 6ଟା ଛୁଆଙ୍କର ମିଳିବ ଆଉ ସମୟ ଦେଖି ଆମେ ସୁଭଦ୍ରା ଯୋଜନାଟା ବି ଯାଇକି ଡିପୋଜିଟ୍ କରିଦେବା ତାର ଡକୁମେଣ୍ଟ ଫକୁମେଣ୍ଟ ନେଇକି ଆସୁଛି ତୁ ଜଗନ୍ନାଥ ଆମର କି ଅବସ୍ଥା କରିଦେ